ଯେତେବେଳେ ରାବଣର ମୃତ୍ୟୁ ହେଲା ସେତେବେଳେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ଯାଅ ରାବଣ କତିରୁ କିଛି ଶିକ୍ଷା ଲାଭ କରିକି ଆସ, ସିଏ ହେଉଛନ୍ତି ମହାଜ୍ଞାନୀ। ଲକ୍ଷ୍ମଣ ଯେତେବେଳେ ରାବଣ କତିକି ଗଲେ ସେତେବେଳେ ରାବଣ ତାକୁ 3ଟା କଥା ବୁଝାଇଲେ। ତମେ ଯଦି ସେଇ 3ଟା କଥା ମାନିବ ନା ତାହେଲେ ନିଶ୍ଚୟ ତମେ ଆଗକୁ ଯିବ। ପ୍ରଥମ ହେଉଛି କୌଣସି ଶତ୍ରୁକୁ ତମେ କମଜୋରି ବୋଲି ଭାବିବନି, କାହିଁକିନା ମୁଁ ବି ଶ୍ରୀରାମ ପ୍ରଭୁଙ୍କୁ ମୁଁ ବି ଛାର ମଣିଷଟିଏ ବୋଲି ଭାବିଥିଲି। ଦ୍ୱିତୀୟତଃ ହେଉଛି ଆପଣଙ୍କ କମଜୋରି କାହାକୁ ଜଣେଇବେ ନାହିଁ, କାହିଁକିନା ମୁଁ ଯଦି ବିଭୀଷଣ ଯଦି ମୋ କମଜୋରି ନ ଜାଣିଥାନ୍ତା ତାହେଲେ ଶ୍ରୀରାମଚନ୍ଦ୍ର ମୋତେ ମାରି ପାରିଥାନ୍ତେନି। ତୃତୀୟ ଜିନିଷଟି ହେଉଛି ଆପଣ ଯଦି ଜୀବନରେ କିଛି କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଗର ଜଲ୍ଦି ସେଇ କାମଟାକୁ କରନ୍ତୁ, କାହିଁକିନା ରାବଣ ବି ଭାବିଥିଲେ ସ୍ୱର୍ଗକୁ ସିଡ଼ି ବାନ୍ଧିବା ପାଇଁ, କିନ୍ତୁ ସେ କାମ ତାଙ୍କର ଅଧା ରହିଯାଇଥିଲା। ଆପଣ ଯଦି 3ଟା କଥା ମାନିବେ ତାହେଲେ ଆପଣ ନିଶ୍ଚୟ ସଫଳତା ପାଇବେ। ଜୟ ଶ୍ରୀରାମ।